ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆ ଜଗନ୍ନାଥ ସଡ଼କ ରାମେଶ୍ୱର ପଟାସ ଜଙ୍ଗଲ ନିକଟରେ ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ଉଦ୍ୟମ କରୁଥିବା ବେଳେ ଖବର ପାଇ ନିରାକାରପୁର ପୋଲିସ ପକ୍ଷରୁ ଅତର୍କିତ ଚଢ଼ଉ କରି 5 ଜଣ ଡକାୟତଙ୍କୁ ଗିରଫ କରିଥିଲେ। ଗିରଫ ଡକାୟତମାନଙ୍କଠାରୁ 2ଟି ବନ୍ଧୁକ, 2ଟି ଜୀବନ୍ତ ଗୁଳି, ଲଙ୍କାଗୁଣ୍ଡ, କିଛି ରାସାୟନିକ ସ୍ପ୍ରେ, ଲୁହାର କଇଁଚି ଇତ୍ୟାଦି ମାରଣାସ୍ତ୍ର ସହିତ 2ଟି ଦାମୀ କାର ଜବତ କରିଛି ପୋଲିସ। ଗିରଫ ଡକାୟତମାନେ ହେଲେ ନୟାଗଡ଼ ଜିଲ୍ଲା ଇଟାମାଟିର କିଶୋର ଚନ୍ଦ୍ର ପ୍ରଧାନ, ଶ୍ରୀଧର ପ୍ରଧାନ, ରଣପୁରର ସନ୍ତୋଷ ପ୍ରଧାନ, ପୁରୀର ମିଟୁ ପ୍ରଧାନ ଏବଂ ଖୋର୍ଦ୍ଧାର ସଂଗ୍ରାମ ମଙ୍ଗରାଜ। ସୂଚନାରୁ ଜଣାପଡ଼ିଛି ଯେ ଖୋର୍ଦ୍ଧା ଏସ୍ପିଙ୍କ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ ନୂଆ ଜଗନ୍ନାଥ ସଡ଼କରେ ଏକ ଡକାୟତ ଦଳ ଡକାୟତ ପାଇଁ ଉଦ୍ୟମ କରୁଛନ୍ତି। ଏସ୍ପିଙ୍କଠାରୁ ସୂଚନା ପାଇଁ ବାଲୁଗାଁ ଏସ୍ଡିପିଓ ନିର୍ଦ୍ଦେଶ କ୍ରମେ ନିରାକାରପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। 8ରୁ 9 ଜଣ ଡକାୟତ 2ଟି ଦାମୀ କାର ଏବଂ 2ଟି ମୋଟର ସାଇକେଲ ଆସି ନୂଆ ଜଗନ୍ନାଥ ସଡ଼କ ରାମେଶ୍ୱର ପଟାସ ଜଙ୍ଗଲ ନିକଟରେ ରହି ଡକାୟତି ଉଦ୍ୟମ କରୁଥିବା ବେଳେ ନିରାକାର ପୋଲିସ ଅତର୍କିତ ଚଢ଼ଉ କରିଥିଲା। ପୋଲିସର ଅତର୍କିତ ଚଢ଼ଉ ଦେଖି 3ରୁ 4 ଜଣ ଡକାୟତ 2ଟି ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ପୋଲିସ 5 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ଡକାୟତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଡକାୟତମାନଙ୍କର ମାଷ୍ଟର ମାଇଣ୍ଡ ନୟାଗଡ଼ ଇଟାମାଟିର ଦିଲ୍ଲୀପ ପ୍ରଧାନ ଫେରାର ରହିଛି। ମାଷ୍ଟର ମାଇଣ୍ଡ ଦିଲ୍ଲୀପକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଆଇଆଇସି ସୂଚନା ଦେଇଛନ୍ତି। ନିରାକାରପୁର ବାଲୁଙ୍ଗେଶ୍ୱର ଓଡ଼ିଶା ମୋବାଇଲ ଟିଭି।